ଗୋଟିଏ ସୁନ୍ଦର ଜଙ୍ଗଲ ଥିଲା। ଆଉ ସେଇ ଜଙ୍ଗଲ ଭିତରେ ଗୋଟିଏ ମୂର୍ତ୍ତିକାର ଯାଉ ଯାଉ ଗୋଟିଏ ସୁନ୍ଦର ପଥର ଦେଖିଲା। ଆଉ ଭାବିଲା ଏଇ ମୂର୍ତ୍ତିଟିକୁ ଗୋଟିଏ ସୁନ୍ଦର ରୂପ ଦେବି। ଏହା ଭାବି ସିଏ ଛେଣି ଆଉ ହାତୁଡ଼ିରେ ଆରମ୍ଭ କରିଲା। ଯେମିତି ସିଏ ଦ୍ୱିତୀୟ ଥର ପ୍ରହାର କରିଛି ତ ସାଙ୍ଗେ ସାଙ୍ଗେ ପଥରଟି ଭାଙ୍ଗିଗଲା। ଏହା ଦେଖି ସିଏ ଆଗକୁ ଚାଲିଲା। ଭାବିଲା ଏ ପଥର ହୁଏତ ଭାଗ୍ୟରେ ନଥିଲା। ଆଗରେ ଯାଉ ଯାଉ ତାଠାରୁ ଅତି ସୁନ୍ଦର ପଥରଟିଏ ଦେଖିଲା ଏବଂ ସେ ଭାବିଲା ଏଇ ପଥରଟିରେ ମୁଁ ଗୋଟେ ସୁନ୍ଦର ମୂର୍ତ୍ତି କରିବି। ସତକୁ ସତ ସେ ଛେଣି ଆଉ ହାତୁଡ଼ି ପ୍ରହାରରେ ଗୋଟିଏ ସୁନ୍ଦର ଭଗବାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଦେଲା। ତାପରେ ସେ ଗାଁରେ ଯାଉ ଯାଉ ଦେଖିଲା କିଛି ଗ୍ରାମର ଲୋକମାନେ ତାଙ୍କୁ ଗୋଟେ ମନ୍ଦିର ନିର୍ମାଣ ପାଇଁ ମୂର୍ତ୍ତି ତିଆରି କରିବା ପାଇଁ କହିଲେ। ଆଉ ସେ କହିଲା ମୁଁ ବର୍ତ୍ତମାନ ଗୋଟିଏ ସୁନ୍ଦର ମୂର୍ତ୍ତି ଜଙ୍ଗଲ ଭିତରେ ତିଆରି କରି ଛାଡ଼ି ଦେଇଛି। ପସନ୍ଦ ଆସିଲେ ଯାଇ ତମେ ନେଇ ଆସ। ଆଉ ସତକୁ ସତ ସେ ମୂର୍ତ୍ତିକୁ ଆଣି ପ୍ରାଣଦାନ କରି ମନ୍ଦିରରେ ପୂଜା କଲେ। ଆଉ ଯେଉଁ ପଥରଟି ଛେଣି ହାତୁଡ଼ିରେ ଭାଙ୍ଗି ଯାଇଥିଲା ସେଇ ପଥରଟି ଆଣି ମନ୍ଦିର ବାହାରେ ରଖି ନଡ଼ିଆ ପିଟିବା ପାଇଁ ତାକୁ ରଖିଦେଲେ। ଗୋଟିଏ ପଥର ଯେଉଁ ପଥରରେ ଭଗବାନ ତିଆରି ହୋଇଥିବା ମୂର୍ତ୍ତିକୁ ସମସ୍ତେ ପ୍ରଣାମ କରୁଥିଲେ, ପୂଜା କରୁଥିଲେ। ଆଉ ଗୋଟିଏ ପଥର ଯେଉଁ ବାହାରିଥିଲା ତାପରେ ସମସ୍ତେ ନଡ଼ିଆ ପିଟୁଥିଲେ। ଦିନେ ଦୁଇ ପଥର ମଧ୍ୟରେ କଥାବାର୍ତ୍ତା ହେଲେ, ତୁ ବି ପଥର ମୁଁ ବି ପଥର। ତୁ ମନ୍ଦିର ରହିକି ପୂଜା ପାଉଛୁ ହେଲେ ମୁଁ ମନ୍ଦିର ବାହାରେ ରହିକି ମାଡ଼ ଖାଉଛି, ନଡ଼ିଆ ପିଟା ଖାଉଛି। ଏମିତି କ'ଣ ପାଇଁ? ତାପରେ ସେଇ ଭିତରେ ଥିବା ମୂର୍ତ୍ତିଟି କହୁଛି ସେଇ ମୂର୍ତ୍ତି ବନେଇବା ଲୋକଟା ତତେ ବି ଉଠେଇଥିଲା ଆଉ ମୋତେ ବି ଉଠେଇଥିଲା। ସେ ଯେମିତି ତତେ ହାତୁଡ଼ିର ପ୍ରହାର କରିଛି ତୁ ଭାଙ୍ଗିକି ଦୁଇ ତିନି ଖଣ୍ଡ ହୋଇଗଲୁ। ଆଉ ମୁଁ ଛେଣି ହାତୁଡ଼ି ଖାଇକି ଭଗବାନ ରୂପ ପାଇକି ଭଗବାନ ପାଲଟି ଗଲି। ହେଲେ ତୁ ସହିଲୁନି ବୋଲି ଆଜି ବାହାରେ ଥାଇ ପଥର ପିଟା ଖାଉଛୁ। ମୁଁ ପଥରରେ ହାତୁଡ଼ି ଛେଣି ସହିକି ଆଜି ଭଗବାନ ପାଲଟି ଗଲି। ମୋ କହିବା କଥା ହେଲା ତମେ ଯଦି ଦୁନିଆରେ ସବୁକିଛି ସହିଯାଉଛ ତେବେ ତମେ ଭଗବାନ ପାଲଟି ଯାଉଛ। ଆଉ ଇଏ ରାମଚନ୍ଦ୍ର 14 ବର୍ଷ ବନବାସ ଗଲେ ବୋଲି ସିଏ ଆଜି ଭଗବାନ ପାଲଟି ଗଲେ। ଏତେ ସହିବା ଶକ୍ତି, ତେଣୁ କରିକି ସହିବା ଶକ୍ତି ଥିଲେ ମଣିଷ ସବୁକିଛି ଜିତିପାରିବ, ଭଗବାନ ମଧ୍ୟ।